ଏବେ 2025ର 4 ମାସରୁ ଅଧିକା ସମୟ ଯାଇ ସାରିଲାଣି। ଆଉ ହଁ, ଏମିତି ବି 2025 ପରେ ଚାଲିଯିବ, 2026 ବି ଆସିବ, ଏମିତି ଚାଲିଯିବ, ମାସ ପରେ ମାସ, ବର୍ଷ ପରେ ବର୍ଷ, ଏମିତି ଗୋଟେ ପରେ ଗୋଟେ ସମୟ ବିତିଯିବ। କିନ୍ତୁ ଆମେ ସେମିତି ସେଭଳି ଖାଲିରେ ରହିଥିବା, ଯେଉଁଠି ଆମେ ସମୟକୁ ଜମା ବି ସଠିକ୍ ଭାବରେ ସଦୁପଯୋଗ କରିପାରିବା ନାହିଁ। ତ ମୁଁ କହିବାକୁ ଚାହୁଁଛି ଏହା କି ଯଦି ଆମେ ସମୟକୁ ଭ୍ୟାଲ୍ୟୁ ନ ଦେଉଛନ୍ତି ତାହେଲେ ସମୟ ବି ଆମକୁ କେବେ ବି ଭ୍ୟାଲ୍ୟୁ ଦେବନି। ତ ପ୍ରଥମ କଥା ହେଲା କି ପ୍ରଥମେ ଆମେ ସମୟକୁ ମୂଲ୍ୟ ଦେବାର ଅଛି। ତ ଯଦି ଆମେ ସମୟକୁ ସଠିକ୍ ଭାବରେ ସଦୁପଯୋଗ କରିବା, ତାହେଲେ ଆମେ ଆମ ଜୀବନରେ କିଛି କରିପାରିବା। ତ ଆପଣମାନେ ଦେଖୁଥିବେ ତ ରାତି ବହୁତ ହେଇଛି। ତ ଏ ଭିଡ଼ିଓଟା କାହିଁକି ମୁଁ କରୁଛି କି ଯେଉଁମାନେ ବି ଏ ଭିଡ଼ିଓଟା ଦେଖୁଛନ୍ତି ନା, ତ ରାତିର ଦେଖିବେ, ତ ଆପଣମାନେ ଏଇ କଥାଟାକୁ ଡିପଲି ବୁଝିପାରିବେ। ତ ସେଇଥିପାଇଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯେଉଁମାନେ ବି ଏ ଭିଡ଼ିଓଟା ଦେଖୁଛନ୍ତି, ତ ରାତିରେ ଶୋଇଲା ସମୟରେ ଥରୁଟିଏ ଦେଖିକି ଶୁଅନ୍ତୁ କି ଆମେ ଯେଉଁ ସମୟକୁ ବ୍ୟବହାର କରୁଛନ୍ତି ବା ସମୟକୁ ଅପଚୟ କରିଦେଉଛନ୍ତି ବେକାର କାମରେ, ଆଜି ସେ ସମୟକୁ ଆମେ କେମିତି ସଦୁପଯୋଗ କରିବା। ତ ମୁଁ ଏଇଠି କିଛି ଏକ୍ଜାମ୍ପଲ୍ ଦେବି ବା କିଛି ଟେକ୍ନିକ୍ ଆପଣମାନଙ୍କୁ ଶିଖେଇବି। ତ ଫାର୍ଷ୍ଟ ମୁଁ 2ଟା ଟେକ୍ନିକ୍ କହୁଛି। ଗୋଟେ ହେଲା ଟାଇମ୍ ବ୍ଲକିଂ ଆଉ ପ୍ରମୋଟର ଟେକ୍ନିକ୍। ତ ଟାଇମ୍ ବ୍ଲକିଂ କ'ଣ ନା, ଏଇ ଟାଇମ୍ ବ୍ଲକିଂ କହିବା ଆଗରୁ ମୁଁ ସକ୍ସେସଫୁଲ୍ ପର୍ସନମାନଙ୍କ ଠାରୁ ଆରମ୍ଭ କରିବି। ମାନେ ଯେଉଁମାନେ ସଫଳ ପାଇଛନ୍ତି ଯେଉଁ ବ୍ୟକ୍ତି ବିଶେଷ, ସେଇମାନଙ୍କ ଭଳିଆ ଆଜି ସେମାନଙ୍କର ଏକ୍ଜାମ୍ପଲ୍ ଦେଇକି ମୁଁ ଆରମ୍ଭ କରୁଛି କି ଏଲନ୍ ମସ୍କ। ତ ଆପଣମାନେ ସମସ୍ତେ ଜାଣିଥିବେ, ତ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ୟୁଜ୍ କରୁଥିବେ, ହ୍ୱାଟ୍ସଆପ୍ ହେଉ, ଫେସବୁକ୍ ହେଉ, ଇନଷ୍ଟା ହେଉ ବା ଏକ୍ସ ହେଉ, ଯେଉଁଟା ପୂର୍ବରୁ ଟ୍ୱିଟର ଥିଲା। ତ ଯେଉଁମାନେ ବି ଏକ୍ସ ୟୁଜ୍ କରୁଥିବେ ତ ଜାଣିଥିବେ ତାହାର ଏବେକାର ମାଲିକ ଯିଏ, ସେ ହେଉଛନ୍ତି ଏଲନ୍ ମସ୍କ। ତ ତାଙ୍କର ଲାଇଫ୍ ଷ୍ଟୋରି ତ ଆପଣମାନେ ବହୁତ ଜାଣିଥିବେ। ଯଦି ଜାଣିନାହାନ୍ତି ତ ମୁଁ ତାଙ୍କ ଲାଇଫ୍ ଷ୍ଟୋରି ଉପରେ ଗୋଟେ ସ୍ପେଶାଲ୍ ସେପାରେଟ୍ ଭିଡ଼ିଓ ବନେଇଦେବି, ତ ଆପଣମାନେ ଦେଖିବେ। ତ ମୁଁ ଏଇଠି କହିବାକୁ ଚାହୁଁଛି କି ସିଏ ଯେତେବେଳେ ବି କାମ କରନ୍ତି ନା, ସେ ଆମେ ଯେଉଁଠି ଗୋଟେ ଘଣ୍ଟାରେ 20-30 ଘଣ୍ଟା କାମ କରନ୍ତି, ତ ସିଏ ସେଇଠି 30ରୁ 40 ଘଣ୍ଟାରୁ ଅଧିକା, ମାନେ ପାଖାପାଖି 80-90-100 ଘଣ୍ଟା ଏମିତି କାମ କରନ୍ତି। କିନ୍ତୁ ଆମେ ସେତିକି କରିପାରନ୍ତିନି। କିନ୍ତୁ ତାଙ୍କର ମାନେ କନସିଡିୟର ପାୱାର ବା ତାଙ୍କର ମାନେ ତାଙ୍କର ଆତ୍ମବଳ ସେତିକି ଯେ ସିଏ କନଷ୍ଟାଣ୍ଟଲି ସେତିକି କାମ କରିପାରୁଛନ୍ତି। ତ ଟାଇମ୍ ବ୍ଲକିଂ ମାନେ କ'ଣ, ଧରାଯାଉ ଆମେ ଗୋଟେ ନିର୍ଦ୍ଦିଷ୍ଟ ସମୟ ନେଲେ, ନିର୍ଦ୍ଦିଷ୍ଟ ସମୟ ସୀମା ନେଲେ, ଆଉ ତାରି ଭିତରେ ଆମେ ଗୋଟେ କାମ ପୁରା କରିବାର ଅଛି। ମାନେ ଗୋଟେ କଥା କହୁଛି ସହଜରେ, ମୋତେ ଗୋଟେ ଘଣ୍ଟା ସମୟ ନେବାର ଅଛି, ଆଉ ଗୋଟେ ଘଣ୍ଟା ଭିତରେ ମୋତେ ଗୋଟେ ଚ୍ୟାପ୍ଟର ବା ଗୋଟେ ବୁକ୍ ଟୋଟାଲି କଭର୍ କରିବାର ଅଛି। ତ ସେଇ ଗୋଟେ ଘଣ୍ଟା ଭିତରେ ମୁଁ ଯେତିକି କଭର୍ କରିବି, ମୋ ପାଇଁ ସେତିକି ହିଁ ଗୋଟେ ଟାଇମ୍ ବ୍ଲକିଂ ହେଇକି ରହିବ। ତ ଗୋଟେ ଘଣ୍ଟା ଭିତରେ ଯଦି ମୁଁ ଗୋଟେ ବହିକୁ କଭର୍ କରୁଛି, ତ ଆଉ ଲାଷ୍ଟରେ 4 ପେଜ୍ ବଳି ଯାଉଛି, ତ ସେଇଠି ମୁଁ ତାକୁ ଛାଡ଼ିଦେବି କି ନା, ମୁଁ ଏମିତି ମନ କରିବିନି ଯେ ଆଉ 4 ପେଜ୍ ଅଛି ତାକୁ କଭର୍ କରିଦିଏ। ନାଇଁ, ମୁଁ ଗୋଟେ ଘଣ୍ଟା ଟାଇମ୍ ନେଇଛି, ମାନେ ସେ ଯେତିକି ହେବ ସେତିକି ରହିଲା। ତ ନେକ୍ସଟ ମୁଁ ଯେଉଁଟା ପ୍ଲାନ୍ କରିଥିବି, ତ ସେଇଟା ପାଇଁ ମୁଁ ପୁଣି ପ୍ରିପେୟାର ହେବି। ଯଦି ଆମେ ସେଇ ସିଡ୍ୟୁଲରେ କି ସେଇ ହିସାବରେ କାମ କରିନଥିବା ନା, ବା ଆମେ ସେଇ ହିସାବରେ ସିଡ୍ୟୁଲ୍ ବନେଇ ନଥିବା, ଟାଇମ୍ ବ୍ଲକିଂ ବନେଇ ନଥିବା, ତ ଆମ ଜୀବନଟା
ସବୁଠୁ ବେକାର ହେବ कि आम जीवन प्रत्येकटी समय को आम मैनेजमेंट करने को पड़ो। हाँ सेकेंड टेक्निक माने प्रमोटर टेक्निक एटा गोटे मोस्ट इम्पोर्टेंट माने टेक्निक जोटा को आमको ना अलसुआमी लगे ना आमको भाराक्रांत लगे कि आम फ्री होइकी सब बेले काम करिबा। एटा केमिति ना 25 मिनिट काम कले 25 मिनिट काम करला परे 5 मिनिट ब्रेक नेले पुणी 25 मिनिट काम कले पुणी 5 मिनिट रेस्ट नेले। तो एमिति करिबा द्वारा आम जो अलसुआमीटा फील करूचंती से अलसुआमीटा आउ फील हबनी कि सही होया आमको आउ उदास लगे कि स्ट्रेस हबनी कि कौन से काम को कंप्लीट करिया पाई। तो आमको सेते बेले काम करिया पाई सहज हब कि आम समयटा आमको सेते जना पड़िबन जे आम एई हिसाब रे काम करूचंती। तो आम प्रथम जोड़िए प्रमोटर नहीं कि काम करिबा माने प्रथम 25 मिनिट काम कले तापर 5 मिनिट ब्रेक पुणी 25 मिनिट नेले पुणी काम कले पुणी 5 मिनिट ब्रेक नेले। तो यहाँ हूँ गोटे जोड़ा प्रमोटर एमती गोटे दिन कले पुणी तापर दिन को 2 जोड़ा माने 2 घंटा एमती दिन को दिन 3 जोड़ा 4 जोड़ा 8 जोड़ा हिसाब रे एमती प्रमोटर काम कले आमर टाइम भी मैनेजमेंट हो आमको अलसुआ लगनी कि आमको आउ काम करने को इच्छा हेनी बोली से जो भावनाटा सेटा दूरे जीव। तो कहिबार कथा या कि आमको सब बेले टाइमटा मैनेजमेंट करिकी चलवा को हब। तो प्रत्येक समय को आमको गोटे शेड्यूल बनवा को पड़ो आ से शेड्यूल हिसाब रे आमको काम करने को पड़ो जो ये टाइम मैनेजमेंटा को आमको सब बेले आम लाइफ रो गोटे मोस्ट इम्पोर्टेंट थिंग। आउ हाँ जदि यही कथाटा आपण मान जीवन ले काम आसी थाए बा आपण भावुंट कि आपण जीवन ले आगामी दिन में आपण मोटिवेट होती आपण जीवन ले काम आसब। तो आपण मानकु बहुत बहुत धन्यवाद कि आपण माने एत समय धरी वीडियो देखिले बा आम कथा को आपण माने शुणिले। तो से गोटे छोटिया अनुरोध रहिबो कि आपण माने आम चैनल को सब्सक्राइब करंतु आम फेसबुक पेज को फॉलो करंतु आउ इंस्टा रे मध्ये हमको फॉलो करंतु जोथि पई एई भलिया किछि मोटिवेशनल वीडियो आमे आपण मानक पाखरे पहुंचेइबु जहाँ फल आपण माने जदि डिप्रेशन भितर रोचंती तो आमे आपण को सही डिप्रेशन भितर को बाहर को आणिबु। जदि आपण मानक पाखरे एमती किछि कंटेंट भी अछि आपण हमको कमेंट रे जणांतु किछि जदि प्रॉब्लम अछि तो से प्रॉब्लम ऊपर आमे मध्य बहुत सारा वीडियो आनी दबु जोथि पई आपण केबे भी डिप्रेशन आउ हेबेनी आपण मोटिवेट हेई आपणक एम रे आपण काम करिवे।